ହାଡ଼ ବ୍ଲକ କଙ୍କଡ଼ାହାଡ଼ ବ୍ଲକ ଶିକୁଳି ଗ୍ରାମରେ ଆମେ ଆସିକି ପହଞ୍ଚିଛୁ। ତ ଆମର ଡେଷ୍ଟିନେସନ୍ ଆହୁରି କିଛି ବାଟ ଅଛି। ତ ଏଠି ଗୋଟେ ନୂଆ ଜିନିଷ ମୋତେ ଦେଖିବାକୁ ମିଳିଲା। ଆପଣଙ୍କୁ ମୁଁ ଗୋଟେ ଘଣ୍ଟା ଦେଖେଇବି। ଆପଣମାନେ ଦେଖନ୍ତୁ, ସେକେଣ୍ଡ କଣ୍ଟାଟି କ୍ଲକ୍ ୱାଇଜ୍ ନ ବୁଲିକି ଆଣ୍ଟି କ୍ଲକ୍ ୱାଇଜ୍ ବୁଲୁଛି। ଆପଣମାନେ କହିବେ ଏ ଘଣ୍ଟା ଭୁଲ ଅଛି, କିନ୍ତୁ ଆକ୍ଚୁଆଲି ଏ ଘଣ୍ଟା ଭୁଲ ନାହିଁ। ଏ ଘଣ୍ଟାରେ ଯେଉଁ ଲେଖାଯାଇଛି ଆପଣ ଦେଖନ୍ତୁ ସଂଖ୍ୟା ଗୁଡ଼ିକ, ସେ ସଂଖ୍ୟା ଗୁଡ଼ିକ ସାଧାରଣତଃ ସାନ୍ତାଳୀ ଭାଷାରେ ଲେଖା ହେଇଛି, ନାଇଁ କି? ସାନ୍ତାଳୀ ଭାଷାରେ। ତ ତାଙ୍କର ଚଳଣି ଅନୁଯାୟୀ ଏ ଘଣ୍ଟା ପ୍ରସ୍ତୁତ କରାଯାଇଛି ଏବଂ ଏ ଘଣ୍ଟା ଓଲଟା ବୁଲୁଛି ଏବଂ ସେମାନେ ସେଥିରୁ ସମୟ ଜାଣୁଛନ୍ତି। ତେବେ ଘଣ୍ଟା ସମ୍ପୂର୍ଣ୍ଣ ଠିକ୍ ଅଛି। ଆଉ ସାନ୍ତାଳୀ ଭାଷାରେ ସେ ଘଣ୍ଟା ଚାଲୁଛି ଏବଂ ତାଙ୍କର ସେ ଘଣ୍ଟା ଚାଲିବାର ଶୈଳୀ ସେଇଆ ଏବଂ ଘଣ୍ଟା ସେଇଭଳି। ବର୍ତ୍ତମାନ ଯେଉଁ ସମୟ ଦେଖାଯାଉଛି, ଆପଣ କହିବେ କେତେଟା ବାଜିଛି? ଯଦି ଆମେ ଦେଖିବା ତାହେଲେ ଘଣ୍ଟାରେ 1 ବାଜିଛି ବୋଲି କୁହାଯାଇପାରେ, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଦିନ 11ଟା। ଦିନ 11ଟା। ମୁଁ ଆପଣଙ୍କୁ ଦେଖିବା ପାଇଁ ଚାହିଁବି। ଆପଣ ଏଠି ଭାବୁଥିବେ ଗୋଟାଏ, ବର୍ତ୍ତମାନ ମୋ ଘଣ୍ଟା ଦେଖନ୍ତୁ। ମୁଁ ଆପଣଙ୍କୁ ଚାହିଁବି ମୋ ଘଣ୍ଟାରେ କେତେଟା ବାଜିଛି। ମୋ ଘଣ୍ଟାରେ ବାଜିଛି 11ଟା, ପୁରା ପରଫେକ୍ଟ ଟାଇମ୍। ତାଙ୍କ ହିସାବରେ ସେଇଟା ହେଉଛି 11ଟା, ଯେଉଁଟା ଆମେ ଦେଖୁଛେ 1। ଆମ ହିସାବରେ ଆମ ଘଣ୍ଟାରେ ଯେଉଁଟା 11ଟା ସମୟ, ତାଙ୍କ ଘଣ୍ଟାରେ ସେଇଟା 11ଟା ସମୟ। 1 ଭଳିଆ ଲାଗୁଛି, 11ଟା ସମୟ। ତାଙ୍କ ଅଞ୍ଚଳର ଘଣ୍ଟା ଆପଣମାନେ ଆପଣଙ୍କ ହାତରେ ପିନ୍ଧିଥିବା ଘଣ୍ଟାକୁ ଦେଖିବେ, ଏଇ ଘଣ୍ଟାକୁ ଦେଖିବେ ସମ୍ପୂର୍ଣ୍ଣ ଅଲଗା। ଏଥିରେ ଯେଉଁ ସେକେଣ୍ଡ ଘଣ୍ଟାଟି ଚାଲୁଛି ଆପଣ ମାର୍କ କରନ୍ତୁ, ଏ ସେକେଣ୍ଡ ଘଣ୍ଟା ଓଲଟା ଚାଲୁଛି। ଆମର କ୍ଲକ୍ ୱାଇଜ୍ ଚାଲିଲା ବେଳକୁ ଏ ସେକେଣ୍ଡ ଘଣ୍ଟା ଆଣ୍ଟି କ୍ଲକ୍ ୱାଇଜ୍ ଚାଲୁଛି। ତ ବର୍ତ୍ତମାନ ଆପଣ କେତେଟା ବାଜିଛି ବୋଲି କହିପାରିବେ? ମୁଁ ତ ନିଜେ ଆକ୍ଚୁଆଲି ହଠାତ୍ ଧରିପାରିବିନି, କିନ୍ତୁ ବର୍ତ୍ତମାନ ତାଙ୍କ ଘଣ୍ଟାରେ କ'ଣ ବାଜିଛି ମୁଁ ତ ଠିକ୍ରେ କହିପାରିବିନି, କିନ୍ତୁ ଆମ ଘଣ୍ଟାରେ ବର୍ତ୍ତମାନ 12ଟା 20 ବାଜିଛି। ତାଙ୍କ ସମୟ ଓଲଟା ଚାଲୁଛି। ତେବେ ଘଣ୍ଟା ଖରାପ ନୁହେଁ, ଆପଣମାନେ ସଂଖ୍ୟା ଦେଖନ୍ତୁ, ସେଇ ସଂଖ୍ୟା ତାଙ୍କର ସେମାନେ ସେଇ ଅନୁସାରେ ସେମାନେ ସମୟ ଓଲଟା ଚାଲୁଛି।